ସେଦିନ ଆଷାଢ଼ ମାସ ପହିଲ ରଜର ସମୟ ହୋଇଥାଏ। ଗାଁ ଯାକ ପିଠାପଣା ବାସ୍ନାରେ ଭରି ହୋଇଥାଏ। ଝିଅମାନେ ନୂଆ ନୂଆ ରଙ୍ଗର ପୋଷାକ ପିନ୍ଧି ଗାଁ ରଜ ପଡ଼ିଆରେ ଲାଗିଥିବା ଦୋଳିରେ ଝୁଲି ଝୁଲି ଗୀତ ଗାଉଥାନ୍ତି। ଛୋଟ ଛୋଟ ପିଲାମାନେ ମଧ୍ୟ ଗାଁ ଦାଟରେ ବାସ୍କେଟବଲ୍, କବାଡ଼ି ଆଦି ଖେଳ ଖେଳୁଥାନ୍ତି। ସେହିପରି ବଡ଼ ଲୋକମାନେ ମଧ୍ୟ ଏକାଠି ବସି ତାସ୍ ଏବଂ ପଶାପାଲି ଖେଳୁଛନ୍ତି। ହେଲେ ଆମେମାନେ ତ ଆଧୁନିକ ପିଲା, ଆମକୁ ସେସବୁ ଖେଳ କିଛି ପସନ୍ଦ ଆସୁନି। ଆମେମାନେ ଗୋଟେ କ୍ୟାମେରାରେ ନଦୀ କୂଳକୁ ଯାଇ ଫଟୋ ଉଠାଉଥାଉ। ସେଥିମଧ୍ୟରୁ ଗୋଟେ ସାଙ୍ଗ କହିଲା, ଆରେ ଆମେମାନେ ଆଜି ରାତିରେ ଯଦି ଫିଷ୍ଟ କରନ୍ତେ ତେବେ କେମିତି ହୁଅନ୍ତା? ମୁଁ କହିଲି, ହଁ ହଁ, ଭଲ କଥାଟେ ଭାବିଛୁ। ଏମିତି ବି ଲକଡାଉନରେ କୁଆଡ଼େ ବୁଲାବୁଲି କରି ହେଉନି। ଚାଲ ଆଜି ଆମେମାନେ ଗୋଟେ ଫିଷ୍ଟ କରିବା। ଏହାପରେ ସବୁ ସାଙ୍ଗମାନେ ମଧ୍ୟ ରାଜି ହୋଇଗଲେ। ସମସ୍ତେ ଠିକ୍ କଲୁ କି ଭାତ ଏବଂ ମାଂସ ଫିଷ୍ଟ ହେବ। ହେଲେ ସମସ୍ତଙ୍କ ଘରେ ମନା କଲେ କି ଘରେ ଆଜି ଆଇଁଷ ପଶିବ ନାହିଁ, କାରଣ ସେଦିନ ଗୁରୁବାର ହୋଇଥାଏ। ତାପରେ ଆମେମାନେ ଠିକ୍ କଲୁ କି ଆଜି ରାତିରେ ଆମ ରଜ ପଡ଼ିଆରେ ଫିଷ୍ଟ କରିବା। ମିଟିଂ ଅନୁଯାୟୀ ସମସ୍ତେ ସନ୍ଧ୍ୟାବେଳ ସୁଦ୍ଧା ଫିଷ୍ଟ ପାଇଁ ଆବଶ୍ୟକ ସାମଗ୍ରୀ ଯାଇ ଦୋକାନରୁ କିଣି ଆଣିଲୁ। ଏହାପରେ ସନ୍ଧ୍ୟା 8ଟାରେ ଆମର ଫିଷ୍ଟ ଆରମ୍ଭ ହୋଇଗଲା। ଏମିତି ରୋଷେଇ କରି ଖାଉ ଖାଉ ଆମର ରାତି ପ୍ରାୟ 11ଟା ହୋଇଗଲା। ଖିଆପିଆ କରିସାରି ବାସନ ମାଜି ଯିଏ ବି ଦୂରରୁ ଆସିଥିଲେ ସେମାନେ ତାଙ୍କର ନିଜ ନିଜ ଘରକୁ ଚାଲିଗଲେ। ତାପରେ ଆମେ ମାତ୍ର ଆଉ 2 ଜଣ, ମୁଁ ଆଉ ଅଜୁ। ମୁଁ କହିଲି, ଆରେ ଅଜୁ, ଚାଲ ଆମେ ଆଜି ରାତିରେ ଏଇଠି ଶୋଇପଡ଼ିବା। ଅଜୁ କହିଲା, ହଉ ଠିକ୍ ଅଛି, ଆଜି ଏଇଠି ଶୋଇପଡ଼ିବା। ଆମେ ଦୁହେଁ ସେଇ ରାତିଟା ଫିଷ୍ଟ ପାଇଁ ଉପରେ ପଡ଼ିଥିବା ପାଲ ତଳେ ଶୋଇଲୁ। ଆମେ ନିଘୋଡ଼ ନିଦରେ ଶୋଇଥାଉ। ରାତି ପ୍ରାୟ 2ଟା 30 ହେବ। କିଏ ଗୋଟେ ଝିଅଟେ ଗୀତ ଗାଇ ଗାଇ ଝୁଲଣି ଖେଳୁଥାଏ। ଆମେ ତ ସେଇ ରଜ ପଡ଼ିଆରେ ଶୋଇଥିଲୁ, ଯେଉଁଠିକି ଟିକେ ଦୂରରେ ଦୋଳି ଥାଏ। ତ ଦୋଳି ଖେଳିବାର ଶବ୍ଦ ମୋତେ ପୁରା ପରିଷ୍କାର ଶୁଣା ହେଉଥାଏ। ତାପରେ ମୁଁ ଅଜୁକୁ ଡାକିଲି, ହେ ଅଜୁ, ଅଜୁ କିରେ, ଉଠିଲୁ ଉଠିଲୁ, ରାତି ଅଧରେ କିଏ ଦୋଳି ଖେଳୁଛି ଦେଖିଲୁ। ଅଜୁ କହୁଛି, ହେ ରାତି ଅଧରେ କିଏ ଦୋଳି ଖେଳିବ, ଶୋଇଲୁ ତୁ। ତାପରେ ଆଉ ଥରେ ଡାକିବାରୁ ଅଜୁ ମଧ୍ୟ ଉଠିଗଲା। ତାପରେ ଅଜୁ ଯେମିତି ଶୁଣିଲା ସେ ଶବ୍ଦ ତ ବହୁତ ଡରିଗଲା। ତାପରେ ମୁଁ କହିଲି, ଚାଲ ଦେଖିବା କିଏ ସେଠି। ଅଜୁ ମନା କରୁଥିଲା, ତଥାପି ମୁଁ ତାକୁ ନେଇକି ସେଠାକୁ ଗଲି। ଆମେ ଯାଇ ସେଠି ଦେଖିଲୁ ଦୋଳି ତାର ଆପେ ଆପେ ଝୁଲୁଥାଏ। ମୁଁ ଯାଇ ଡରି ଡରି ଦୋଳିକୁ ଧରିଲି ତ ଦୋଳି ରହିଗଲା ଏବଂ ସେଠାରେ କିଏ ବି ନଥିଲେ। ତାପରେ ଆମେ ଦୁହେଁ ସେଠାରୁ ବାହାରି ଆସିଲୁ। ଟିକେ ବାଟ ଆସିଛୁ କି ନାହିଁ, ପୁଣି ସେମିତି କିଏ ଦୋଳି ଖେଳୁଥିବାର ଶବ୍ଦ ଶୁଣାହେଲା। ଏଥର ଆମେ ଦୁହେଁ ପଛକୁ ଯେମିତି ଅନାଇଛୁ ତ ଦେଖିଲୁ ଗୋଟେ ଝିଅଟେ ଧଳା ରଙ୍ଗର ପୋଷାକ ପିନ୍ଧିଥାଏ ଏବଂ ଦୋଳି ଖେଳୁଥାଏ। ତାପରେ ସେ ଆମ ଆଡ଼କୁ ଯେମିତି ଚାହିଁଲା ଆମେ ଦୁହେଁ ବହୁତ ଡରିଗଲୁ, କାରଣ ତାର ମୁହଁ ବହୁତ ଭୟାନକ ଥିଲା। ଲାଲ ଲାଲ ଆଖିକୁ ଚୁଟି ଗୁଡ଼ା ବି ବହୁତ ବଡ଼ ବଡ଼। ଆମେ ଦୁହେଁ ଏତେ ଡରି ଯାଇଥିଲୁ କି ଦୁହେଁ ପାଖାପାଖି ରହି କୁଣ୍ଡାକୁଣ୍ଡି ହୋଇଯାଇଥିଲୁ। ତାପରେ ସେ ଝିଅଟି ଯେମିତି ପୁଣି ସେପଟକୁ ଅନାଇ ଦୋଳି ଖେଳିବାକୁ ଲାଗିଲା ତ ଆମେ ଦୁହେଁ ଘର ଆଡ଼କୁ ଦୌଡ଼ିବାକୁ ଲାଗିଲୁ। ଘରେ ପହଞ୍ଚିଲୁ ଏବଂ
ସେଇଦିନ ରାତିରେ ହିଁ ଆମ ଦୁଇ ଜଣଙ୍କୁ ଜର ହୋଇଗଲା। ସକାଳୁ ଯେମିତି ଆମେ ସବୁ କଥା ଗାଁ ଲୋକଙ୍କୁ କହିଲୁ ତ ଜଣେ କହିଲା ସେଟାକୁ ରାତିରେ କିଏ ବି ଯିବ ନାହିଁ, କାରଣ କିଛି ବର୍ଷ ତଳର କଥା। ରାମବାବୁଙ୍କ ଗୋଟେ ଝିଅ ଥିଲା। ସେ ଝିଅଟି ଦୋଳି ଖେଳିବାକୁ ବହୁତ ପସନ୍ଦ କରେ। ରଜ ହେବାର ମାସକ ଆଗରୁ ସେ ସେଠାରେ ଦୋଳି ଲଗେଇ ଝୁଲେ। ଗୋଟେ ଦିନ ଖରାବେଳେ ସେ ଝିଅଟି ଏକା ସେଠି ଯାଇ ଝୁଲୁଥାଏ। ବହୁତ ଜୋରରେ ଦୋଳି ଖେଳିବାକୁ ଲାଗିଲା। ଏମିତି ଦୋଳି ଖେଳୁ ଖେଳୁ ତାର ଗୋଡ଼ ଝୁଲଣୀରୁ ଖସିଗଲା, ଆଉ ପଡ଼ିଥିବା ପଥରରେ ମୁଣ୍ଡ ମାଡ଼ ହୋଇଯିବା କାରଣରୁ ତାର ମୃତ୍ୟୁ ହୋଇଗଲା। ତାପରେ ରାମବାବୁ ଝିଅର କଥା ମନେ ପଡ଼ିବ ବୋଲି ସେ ଏଠାରେ ତାଙ୍କ ଜମି ବିକ୍ରି କରି ଏବେ ଭୁବନେଶ୍ୱରରେ ରହୁଛନ୍ତି। ତ ଆଜିର ଗପଟି କେମିତି ଲାଗିଲା? ଏ ଗପଟି ମୁଁ ଗୋଟେ ଅନଲାଇନ୍ ୱେବସାଇଟ୍ରେ ପଢ଼ିଥିଲି। ଆପଣମାନଙ୍କୁ ଏ ଗପଟି କ'ଣ ଲାଗୁଛି, ସତ୍ୟ ନା କାଳ୍ପନିକ? ଆଉ ଗପଟି ଯଦି ଭଲ ଲାଗିଲା କମେଣ୍ଟ କରି ନିଶ୍ଚିନ୍ତ ଜଣାଇବେ। ଭିଡ଼ିଓଟିକୁ ଲାଇକ୍ ସହିତ ସାଙ୍ଗମାନଙ୍କୁ ସେୟାର ମଧ୍ୟ କରିବାକୁ ଭୁଲିବେନି। ତ ମୁଁ ଆପଣମାନଙ୍କର ସେଇ ରାକେଶ ପୁଣି ଆସିବି ଆଉ ଗୋଟେ ଭୟାନକ ଖାଣ୍ଟି ଓଡ଼ିଆ ଷ୍ଟୋରି ସହିତ। ଜୟ ଜଗନ୍ନାଥ।